ଚାଲିଥିଲା ହୁଣ୍ଡି ଖୋଜା। ମନ୍ଦିରରୁ ଚୋରି ହୋଇଥିଲା ହୁଣ୍ଡି, ଯାହାକୁ ବହୁ ଖୋଜାଖୋଜି କରୁଥିଲେ ଲୋକମାନେ। କିଏ ନେଇଗଲା ଆଉ କେମିତି ପରିସ୍ଥିତିରେ ନେଲା ଏବଂ ଏବେ କେଉଁଠି ଅଛି ହୁଣ୍ଡି, ତାକୁ ନେଇଥିଲା ପ୍ରଶ୍ନବାଚୀ। ହେଲେ କେଉଁଠି ବି ମିଳୁ ନଥିଲା ହୁଣ୍ଡି କିମ୍ବା ଦାନ ହୁଣ୍ଡି ଚୋରି କରିଥିବା ଚୋର। ହେଲେ ଆଜି ଖବର ମିଳିଲା ମନ୍ଦିରର ଦାନ ହୁଣ୍ଡି ପଡ଼ିଛି ଏକ ପରିତ୍ୟକ୍ତ କୂଅ ଭିତରେ। ହେଲେ ଲୋକମାନେ ଯାଇ ଯାହା ଦେଖିଲେ ସମସ୍ତେ ହୋଇଗଲେ ତାଜୁବ। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ତୁରୁବୁଡ଼ି ପଞ୍ଚାୟତ ପୁହୁଣ୍ଡି ତୁମ୍ବେଶ୍ୱର ମହାଦେବ ମନ୍ଦିରରେ ଗତ 5 ମାସ ତଳେ ଏକ ହୁଣ୍ଡି ପେଡ଼ି ଚୋରି ହୋଇଯାଇଥିଲା, ଯେଉଁଥିରେ ପ୍ରାୟ 2 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଥିବା ଥାନାରେ ଅଭିଯୋଗ ହୋଇଥିଲା। ଚୋରି ହୋଇଯିବା ପରେ ଅପରାଧୀଙ୍କୁ ଧରାଯାଇ ପାରିନଥିବା ବେଳେ ଆଜି ପୁହୁଣ୍ଡି ଗାଁ ଠାରୁ 8 କିଲୋମିଟର ଦୂର ନୂଆଗଡ଼ ଲିମିଙ୍ଗା ଏକ ଜମି ନିକଟରେ ଥିବା କୂଅରୁ ହୁଣ୍ଡିକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଯୁବକ। ହଁ ଆଜ୍ଞା, ଦେଖୁନାହାନ୍ତି, ଯେମିତି ଖବର ପାଇଲେ ଯେ ମନ୍ଦିରରୁ ଚୋରି ହୋଇଥିବା ଦାନହୁଣ୍ଡି ପଡ଼ିଛି କୂଅ ଭିତରେ, ସମସ୍ତେ ଧାଇଁ ଯାଇଥିଲେ ସେଠାକୁ। ସମସ୍ତଙ୍କ ମନରେ ଥାଏ, ଯାହା ହେଉ ହୁଣ୍ଡିରୁ ଚୋରି ହୋଇଥିବା ଟଙ୍କା ଏବେ ମନ୍ଦିର ପ୍ରଶାସନକୁ ମିଳିଯିବ। ହେଲେ 2 ଲକ୍ଷରୁ ଅଧିକ ଟଙ୍କା ବାହାରିବ କ'ଣ? ବାହାରିଲା ମାତ୍ର କେଇ ଟଙ୍କାର ଖୁଚୁରା ପଇସା। 13,000 ଟଙ୍କାର ଖୁଚୁରା ଏବଂ 2ଟି ପିତ୍ତଳ ନାଗକୁ ଉଦ୍ଧାର କରିବା ପରେ ପୋଲିସରେ ଜିମା ଦେଇଛନ୍ତି ଗ୍ରାମବାସୀ। କୂଅରୁ ଜମିକୁ ପାଣି ମଡ଼ାଇବା ବେଳେ ଦେଖିବାକୁ ମିଳିଥିଲା ଏହି ହୁଣ୍ଡି। ହୁଣ୍ଡି ଉଦ୍ଧାର ପରେ ପୁହୁଣ୍ଡି ମନ୍ଦିର ପରିଚାଳନା କମିଟି ଥାନାରେ ହସ୍ତାନ୍ତର କରିଛନ୍ତି। ଏହି ଘଟଣା ସେହି ଅଞ୍ଚଳରେ ଏବେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ଯେ କିଏ ଏହାକୁ ଏହି କୂଅ ଭିତରେ ଆଣି ପକାଇଛି, ତାକୁ ନେଇ ନିହାତି ଭାବେ ତଦନ୍ତ ହେବା ଉଚିତ। ଗଞ୍ଜାମ ବ୍ରହ୍ମପୁରରୁ ରବୀନ୍ଦ୍ର ଡାକୁଆଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।